ବାଲେଶ୍ୱର ଲାୟନ୍ସ କ୍ଲବ ସାଇନ୍ସ ସିଟି ଏବଂ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନ ମିଳିତ ଆନୁକୂଲ୍ୟରେ ଆରମ୍ଭ ହେଲା ପ୍ରାକୃତିକ ଚିକିତ୍ସା ଶିବିର। ଲାୟନ୍ସ କ୍ଲବ ସାଇନ୍ସ ସିଟି ଏବଂ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଛି ନିଃଶୁଳ୍କ ପ୍ରାକୃତିକ ଚିକିତ୍ସା ଶିବିର। ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ାର ତାମୁଳିଆ ବ୍ରିଜ ନିକଟସ୍ଥ ଅପ୍ନା ଘରଠାରେ ଆରମ୍ଭ ହୋଇଥିବା ଶିବିରରେ ପ୍ରାକୃତିକ ଉପାୟରେ ଆଣ୍ଠୁଗଣ୍ଠି ଏବଂ ଅଣ୍ଟା ଓ ପିଠି ବଥା ଜନିତ ସମସ୍ୟାର ଚିକିତ୍ସା କରାଯାଉଛି। ରାଜସ୍ଥାନର ଉଦୟପୁର ସ୍ଥିତ କାଞ୍ଚନ ସେବା ସଂସ୍ଥାନ ସହଯୋଗରେ ପ୍ରଦାନ ହେଉଥିବା ପ୍ରାକୃତିକ ଚିକିତ୍ସା ପ୍ରଣାଳୀରେ ମଡ୍ ଥେରାପି ବା କାଦୁଅ ଥେରାପିକୁ ଉପଯୋଗ କରାଯାଉଛି। ସେବା ସଂସ୍ଥାନର ବିଶେଷଜ୍ଞମାନେ ଗଣ୍ଠି ବା ପିଠିର ବ୍ୟଥାର ନିଦାନ ସହ ସ୍ୱତନ୍ତ୍ର ମାଟି ପ୍ରଲେପ ଦେଇ ଚିକିତ୍ସା କରୁଛନ୍ତି। ମାରୱାଡ଼ି ସମ୍ମିଳନୀର ଧର୍ମେନ୍ଦ୍ର ପ୍ରସାଦ ମୋରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବାଲେଶ୍ୱର ସହରର ବହୁ ବ୍ୟକ୍ତି ମଡ୍ ଥେରାପି ଉପଚାର ନେବା ସହ ବ୍ୟଥାର ଉପଶମ ମିଳୁଥିବା କହିଛନ୍ତି। ଶିବିରରେ ଲାୟନ୍ସ କ୍ଲବର ସଭାପତି ଶିବୁ ପଦାର, ସମ୍ପାଦକ ବିଷ୍ଣୁ ପ୍ରସାଦ ମାରୁ ଏବଂ ପୂର୍ବତନ ସଭାପତି ସଞ୍ଜୟ ଦାସ ପ୍ରମୁଖ ଯୋଗଦେଇ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ। ସମ୍ପ୍ରତି ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି, ଅଣ୍ଟା ଏବଂ ପିଠି ବଥା ଭଳି ସମସ୍ୟା ଭୋଗୁଥିବା ବେଳେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଏକ ବିକଳ୍ପ ଚିକିତ୍ସା ପଦ୍ଧତି ଭାବେ ଆଦୃତ ହୋଇଛି ବୋଲି ସେ ମୋର୍ କହିଛନ୍ତି। ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ବେଳେ ନିୟମିତ ପ୍ରକ୍ରିୟା ଦ୍ୱାରା ରୋଗୀମାନେ ଗଣ୍ଠି ବା ପିଠି ବଥା ଜନିତ ସମସ୍ୟାରୁ ଦୂରରେ ରଖିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ଶିବିର ମାତ୍ର 3 ଦିନ ଧରି ଆୟୋଜିତ ହେଉଥିବା ବେଳେ ଜନସାଧାରଣ ଏହାର ସୁଯୋଗ ନେବାକୁ ଶ୍ରୀ ମୋର୍ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଦେଖନ୍ତୁ, ଜମାନା ଚେଞ୍ଜ ହେଇଗଲାଣି। ବର୍ତ୍ତମାନ ଲୋକମାନେ ଏଲୋପାଥିରୁ ଧୀରେ ଧୀରେ ନେଚୁରୋପାଥିକୁ ଡାଇଭର୍ଟ ହେଉଛନ୍ତି, ଏଲୋପାଥିକୁ ଛାଡ଼ୁଛନ୍ତି। ବର୍ତ୍ତମାନ ଆମେ ବାଲେଶ୍ୱରରେ ଲାୟନ୍ସ କ୍ଲବ, ବାଲେଶ୍ୱର ସାଇନ୍ସ ସିଟି ଏବଂ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନ ଦୁଇ ଜଣଙ୍କ ତରଫରୁ ମିଶେଇକି ଆମେ ଇଏ ନେଚୁରୋପାଥି କ୍ୟାମ୍ପ କରିଛୁ। ଏ କ୍ୟାମ୍ପରେ ଯେଉଁ ଡକ୍ଟରମାନେ ଆସିଛନ୍ତି ଏମାନେ କାଞ୍ଚନ ସେବା ସଂସ୍ଥା ଉଦୟପୁର ରାଜସ୍ଥାନରୁ ଆସିଛନ୍ତି। ଏମାନଙ୍କର ସ୍ପେଶାଲିଷ୍ଟ ଅଛି ମଡ୍ ଥେରାପିରେ ଆମେ ମାନେ ଜେନେରାଲି ଯେଉଁ ପେନ୍ ସବୁ ଥାଏ, ନି ପେନ୍, ବ୍ୟାକ୍ ପେନ୍, ହ୍ୟାଣ୍ଡ ପେନ୍, ସେମାନେ ତାକୁ ମଡ୍ ଥେରାପିରେ ଠିକ୍ କରିବେ। 3 ଦିନ ପର୍ଯ୍ୟନ୍ତ ଇଏ ଚାଲିବ କ୍ୟାମ୍ପ। ଯେଉଁ ଲୋକ ଆଜି ଆସିବେ, ଫର ଏକ୍ସାମ୍ପଲ୍ ମୁଁ ଯେମିତି ଦେଖୁଛନ୍ତି ମୋର ହାତରେ ଆଜି ମୁଁ ନେଇଛି, ମୁଁ ବର୍ତ୍ତମାନ 3 ଦିନ ଯାକ ଇଏ କ୍ୟାମ୍ପରେ ଭାଗ ନେବି। ମୋର 3 ଦିନ ଯାକ ମଡ୍ ଥେରାପି ହେବ। ଆମେ 8 ଦିନ ଆଗରୁ ଇଏ ପ୍ଲାନ୍ କରିଛୁ ଆଉ ବହୁତ ଲୋକ ରେଜିଷ୍ଟ୍ରେସନ୍ କରିଛନ୍ତି। ବହୁତ ବଢ଼ିଆ ରେସ୍ପନ୍ସ ମିଳୁଛି, କାରଣ ଲୋକମାନେ ଧୀରେ ଧୀରେ ଏଲୋପାଥି ଆଉ ଅପରେସନ୍ରୁ ଦୌଡ଼ିକି ଆସିକି ନେଚୁରୋପାଥିରେ ଗୋଟେ ଆଶା କରୁଛନ୍ତି କାଳେ ଯଦି କିଛି ଭଲ ହେବ ତାହେଲେ ବଢ଼ିଆ ହେବ। ଆମେ ଫ୍ରିରେ କରୁଛୁ। ଅନ୍ୟମାନଙ୍କ ମଧ୍ୟରେ ଗୌରବ ରାଠି, ପ୍ରକାଶ ପଦାର, ଦୀପକ ଖଣ୍ଡେଲୱାଲ, ନୱଲ ଅଗ୍ରୱାଲ ପ୍ରମୁଖଙ୍କ ସହ ଲାୟନ୍ସ କ୍ଲବ ସାଇନ୍ସ ସିଟି ଏବଂ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନର ସଦସ୍ୟମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି।